केन्द्रीय विद्यालय पाई ओदलारे हेला भित्तिप्रस्तर स्थापन। आज ओदला हाईस्कूल ठारे अस्थायी गृह निर्माण पाई भित्तिप्रस्तर स्थापन करा जायछि। ओदला विधायक भास्कर मढ़ी, उपजिलापाल सुशांत कुमार बारिक प्रमुख उपस्थित रही विधिवत भावे विद्यालय पाई आरंभ हेबाकु थिबा अस्थायी श्रेणीगृह निमंते पूजा करा जायछि। विधायकଙ୍କ हाथ पांठिरु 80 लक्षरु ऊर्ध्व टंकारे ଏହି ଗୃହ ନିର୍ମାଣ ଆରମ୍ଭ ହୋଇଛି, ଯାହାକି ଆସନ୍ତା ଅଗଷ୍ଟ 20 ସୁଦ୍ଧା ଶେଷ ହେବ ଏବଂ ସେପ୍ଟେମ୍ବର ଶେଷ ସୁଦ୍ଧା କେନ୍ଦ୍ରୀୟ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବ। ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 240 ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପାଠ ପଢ଼ିବେ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ। ଆମର ଉଦଳାଠାରେ କେନ୍ଦ୍ରୀୟ ବିଦ୍ୟାଳୟ ହେବା ପାଇଁ ସେଣ୍ଟ୍ରାଲ ଟିମ୍ ପରିଦର୍ଶନ କରିକି ଯାଇଥିଲେ। ଏଠି ବି ମଧ୍ୟ ବୈଠକରେ এই কথাটি কহিলে প্রাইমেরি যে আমার টেম্পোরারি যে স্কুলটি হব উদলা হাইস্কুলরে সেইথে যাহা আনুষঙ্গিক রিপেয়ারিং ভাল মন্দ এ সমস্ত কথা আপন মানে করে দিয়ন্তু। অগস্ট 20 সুদ্ধা সারি দিয়ে পঠাইদেলে আমি অগস্ট লাস্ট সুদ্ধা আমি পরমিশন দেইদেবু। সেপ্টেম্বরে পিলামানଙ୍କର এডমিশন হব। এই কথাটি কহিবা কারণରୁ আমার এটি প্রশাসনিক অধিকারী যে সব কলেক্টর মহোদয় অଛନ୍ତି, PITDA এবং জেলার কলেক্টর এবং তাଙ୍କ ସହିତ ପରାମର୍ଶ କରିକି ଆମେ ଆଜି ଏଠି ଟେମ୍ପୋରାରୀ ଆକୋମୋଡେସନ ପାଇଁ ଆମେ କାର୍ଯ୍ୟ ଆରମ୍ଭ କରିଛୁ। ୟାକୁ ଯୁଦ୍ଧକାଳୀନ ଭିତରେ ଆମେ ଅଗଷ୍ଟ 20 ସୁଦ୍ଧା କାମ ସାରିକିରି ସେଣ୍ଟ୍ରାଲକୁ ତାର ଯାହା ବି ଆମେ ସାରିଛୁ ତାଙ୍କୁ ପଠାଇବୁ ଡକୁମେଣ୍ଟସ୍ ପଠାଇଲା ପରେ ପରମିଶନ ଆମେ ପାଇବା ଏବଂ ଅଗଷ୍ଟ ପରେ ସେପ୍ଟେମ୍ବର ମାସରୁ ଆମେ ପିଲାମାନଙ୍କର ଏଡମିଶନ କରିବା ପାଇଁ ଆଶା ରଖିଛୁ। ମୁଁ ନିଶ୍ଚିତ ଭାବରେ ମୁଁ ଆଶା ରଖିଛି ଆମର ଯେହେତୁ ପ୍ରଶାସନିକ ଅଧିକାରୀ ବା ଜିଲ୍ଲାର ପ୍ରଶାସନିକ ଅଧିକାରୀ କଲେକ୍ଟର ମହୋଦୟ ଏଥିରେ ଲାଗିଛନ୍ତି ଆଉ ସେଣ୍ଟ୍ରାଲ ସ୍କୁଲ ନିଶ୍ଚିତ ଭାବରେ ହେବ। ନାଇଁ ଟେମ୍ପୋରାରୀ ପରେ ପରମାନେଣ୍ଟ ପାଇଁ ଆମେ 10 ଏକର ଜମି ଗୁଧିମରା ଠାରେ ଦେଇଛୁ। ତାଙ୍କର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆର ଯେଉଁ ଗ୍ଲୋବାଲ ଟେଣ୍ଡର ଆଧାରରେ ସିଏ ତାଙ୍କର ସମସ୍ତ ପ୍ରକ୍ରିୟା ଆରମ୍ଭ କରିବେ। ବାଉଣ୍ଡରୀ ଆମକୁ 3 ବର୍ଷ ପାଇଁ ସିଏ କହିଛନ୍ତି। 3 ବର୍ଷ ପରେ ତାଙ୍କର ଯେଉଁ ପ୍ରକ୍ରିୟା ହେବ ପରମାନେଣ୍ଟ ପାଇଁ ଆଉ ହଷ୍ଟେଲ ବିଲ୍ଡିଂ ଠୁ ଆରମ୍ଭ କରି କ୍ଲାସରୁମ୍, ଷ୍ଟାଫ୍ କ୍ୱାର୍ଟର, ବାଉଣ୍ଡରୀ ଏ ସମସ୍ତ ବ୍ୟବସ୍ଥା ଆମେ ଯେଉଁ 10 ଏକର ଜମି ଗୁଧିମରା ଠାରେ ଦେଇଛୁ ଆଉ ସେଟା ସମାପ୍ତ ପରେ ଆଉ ନିଶ୍ଚିତ ଭାବରେ ଆମେ ପରମାନେଣ୍ଟ ଆଶା କରିବା। ନିଶ୍ଚୟ କେନ୍ଦ୍ରୀୟ ବିଦ୍ୟାଳୟ ଖୁବ୍ ଶୀଘ୍ର ଆମର ଉଦଳାବାସୀଙ୍କ ପାଇଁ ଖୁସିର ଖବର। ଆମେ କେନ୍ଦ୍ରୀୟ ବିଦ୍ୟାଳୟର ଆଫିଲିଏସନ୍ ପାଇବାକୁ ଯାଉଛୁ। ଆଉ କେନ୍ଦ୍ରୀୟ ବିଦ୍ୟାଳୟର ଗୋଟେ ଟିମ୍ଟେ ଆସିକି ଫିଲ୍ଡ ସର୍ଭେ କରିକି ଯାଇଛନ୍ତି। ଏ ଯେଉଁ ଆମର ଅସ୍ଥାୟୀ ଭାବେ କେତେଟା କ୍ଲାସରୁମ୍ ଆଉ ପାନୀୟ ଜଳ, ଅଫିସ୍ ରୁମ୍ ଇତ୍ୟାଦି ପାଇଁ ଯେଉଁ ବ୍ୟବସ୍ଥା ଆବଶ୍ୟକ ଅଛି ତାକୁ ଟିକେ ଆମେ ରିପେୟାର ରିନୋଭେସନ୍ ଆଉ ପାନୀୟ ଜଳ, ଶୌଚାଳୟର ବ୍ୟବସ୍ଥା ଖୁବ୍ ଶୀଘ୍ର ମୁହୈୟା କରିବା ପାଇଁ ମାନ୍ୟବର ବିଧାୟକଙ୍କର ହସ୍ତକ୍ଷେପ ଫଳରେ ଆଉ ତାଙ୍କର MLA ଲାଡରୁ ପାଖାପାଖି 80 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଯେଉଁ ଅନୁଦାନ ସେ ସହୃଦୟରେ ଦେଲେ, ଯାହାଫଳରେ କି ଆମେ ଆଶା କରୁଛୁ ଯେ ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ଏଇ କାମ ଗୁଡ଼ିକୁ ଶେଷ କରିକି ଯେଉଁ ରେକମେଣ୍ଡେସନ୍ ଗୁଡ଼ାକୁ ଆମେ ଫୁଲଫିଲ୍ କରିକି ସେ ସଂଗଠନକୁ ଆମେ ରିକ୍ୱେଷ୍ଟ କରିବୁ, ଯାହାଫଳରେ 1 ସେପ୍ଟେମ୍ବରରୁ 30 ସେପ୍ଟେମ୍ବର ମଧ୍ୟରେ ଆମର ଆଡ଼ମିସନ୍ ପ୍ରକ୍ରିୟା ଆରମ୍ଭ ହେବ। ଆଉ ନିଶ୍ଚୟ ଆମେ ଏଥିରେ ଆଶାବାଦୀ ଅଛୁ। ନିଶ୍ଚୟ 1 ଅକ୍ଟୋବରରୁ ଏଇ ଏକାଡେମିକ୍ ସେସନ୍ର କ୍ଲାସ୍ ପ୍ରଥମରୁ ଷଷ୍ଠ ପର୍ଯ୍ୟନ୍ତ ପିଲାମାନେ ଏଇଠି ପାଠ ପଢ଼ିପାରିବେ। ଏଇଟା ବଡ଼ ସୌଭାଗ୍ୟର କଥା ଉଦଳାବାସୀଙ୍କ ପାଇଁ। ନିଶ୍ଚୟ ଆମେ କେନ୍ଦ୍ରୀୟ ବିଦ୍ୟାଳୟ ଫଙ୍କସନ୍ କରିବା ପାଇଁ କାମୟାବ ହେବ। ବହୁତ ଖୁସିର କଥା। ଉଦଳାବାସୀଙ୍କର ଡିମାଣ୍ଡ ଥିଲା ଏଠି ଗୋଟେ ସେଣ୍ଟ୍ରାଲ ସ୍କୁଲ ହଉ। ଆଉ ଦୀର୍ଘ ଦିନ ଧରିକି ବନ୍ଦ ହେଇକି ରହିଥିଲା ବିଭିନ୍ନ ଅସୁବିଧା କାରଣରୁ। ଏବେ ଏ ଯେଉଁ ଟେମ୍ପୋରାରୀ ଭାବରେ ଆମ ବିଧାୟକଙ୍କର ହାତ ପାଣ୍ଠିରୁ ଖର୍ଚ୍ଚ କରି ତାର ସେଣ୍ଟ୍ରାଲ ସ୍କୁଲ ଖୋଲିବାକୁ ବର୍ତ୍ତମାନ ଯାଉଛି। ସେପ୍ଟେମ୍ବର ସୁଦ୍ଧା କମ୍ପ୍ଲିଟ୍ ହେବ ଏବଂ ସେଣ୍ଟ୍ରାଲ ସ୍କୁଲ ଖୋଲିବ, ପିଲା ଆଡ଼ମିସନ୍ ହେବେ। ତ ବହୁତ ଖୁସିର କଥା ଅଛି। ଉଦଳାବାସୀଙ୍କ ପାଇଁ ଏ ଗୋଟେ ଆନନ୍ଦର ବିଷୟ ରହିଛି। ଓଦଳାରୁ ଦୀପକ ମିଶ୍ରଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।